ଅଛନ୍ତି ଯଦ୍ୱାରା ମୁଁ କାମ କରିବା ପାଇଁ ବାଧ୍ୟ ହଉଛି। ଆଉ ଯଦ୍ୱାରା ମୁଁ ଏତେ ସମୟ ଦେଇପାରୁନି, ଖାଲି ଜଏନ୍ ହଉଛି ପ୍ରଭୁଙ୍କର ବାକ୍ୟ ଶୁଣୁଛି, କିନ୍ତୁ ମୁଁ ଆପଣଙ୍କ ସହିତ ସହଯୋଗ କରିପାରୁନି। ସେଥିପାଇଁ ମୁଁ ପ୍ରଭୁଙ୍କୁ ମଧ୍ୟ କ୍ଷମା ମାଗିବା ପାଇଁ ଚାହେଁ, ଆପଣ ମଧ୍ୟ କ୍ଷମା ମାଗିବା ପାଇଁ ଚାହେଁ। ଆଉ ମୁଁ ଆଜି ଗୋଟେ ମୋର ଜୀବନ୍ତ ସାକ୍ଷ୍ୟ ମୁଁ କହିବି, ପ୍ରଭୁ ମହାନ ପରମେଶ୍ୱର ଆଶ୍ଚର୍ଯ୍ୟ କାର୍ଯ୍ୟ ମୋ ଜୀବନରେ କରିଛନ୍ତି, ଦେଖେଇଛନ୍ତି, ମୋ ହୃଦୟର ଚିନ୍ତା ଜାଣିଛନ୍ତି। ଆଜି ମୁଁ ପ୍ରଭୁଙ୍କ ଗୌରବ ପାଇଁ ଏବଂ ଆମ ସମସ୍ତଙ୍କର ଉତ୍ସାହ ପାଇଁ ମୁଁ ସାକ୍ଷ୍ୟ କହିବି। ଆଗତ ମାସର ସାକ୍ଷ୍ୟ ମୋର, ମୁଁ ଭୁବନେଶ୍ୱର ମୁଁ ଆପଣମାନଙ୍କ ପାଇଁ ମୁଁ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲି ମୋର ଜବ୍ ପାଇଁ। ପ୍ରଭୁ ମତେ ଗୋଟେ ସୁନ୍ଦର ଜବ୍ ଦେଇଛନ୍ତି ମଞ୍ଚେଶ୍ୱରରେ। ଆଉ ମୁଁ ଗତ ମାସ ଆଉ ମୁଁ ଯେତେବେଳେ ମୁଁ ଜବ୍ କରୁଛି, ମୁଁ ଯେତେବେଳେ ଯାଇକି ଅଫିସକୁ ଗଲି, ସେମାନେ କହିଲେ ଭଲ ଜବ୍ ଗୋଟେ ପ୍ରଭୁ ଦେଇଛନ୍ତି, କିନ୍ତୁ ରବିବାର ଦିନ ଛୁଟି ନାହିଁ ବୋଲି କହିଲେ। ମୁଁ ଯେତେବେଳେ ରବିବାର ଦିନ ଛୁଟି ନାହିଁ ପରେ ମୁଁ ମନା କରିଦେଲି, ମୁଁ କରିବିନି। କିନ୍ତୁ ଜଣେ ପ୍ରଭୁଙ୍କ ଲୋକ ସେଇଠି ଥିଲେ, ସେ କହିଲେ ଝିଅ ଆଉ ତମର ଚର୍ଚ୍ଚ କେତେବେଳେ? ମୁଁ କହିଲି ଆମର ଚର୍ଚ୍ଚ 10ଟାରେ ହଉଛି। ସେ କହିଲେ ଆମର ତ 4 ନମ୍ବର ଚର୍ଚ୍ଚରେ 4ଟାରେ ହଉଛି, ତମର ତ 4ଟାରେ ଛୁଟି ହବ, ତମେ ଡ୍ୟୁଟି ଜଏନ୍ କର। ଆଉ ଦେଖିବା ମାନେ ଆଗକୁ ତମକୁ ଛୁଟି ଆମେ ଦେବୁ ବୋଲି କହିଲେ। ତ ମୁଁ ଠିକ ଅଛି ବୋଲି କହିଲି। ଆଉ ମୁଁ ଡ୍ୟୁଟି ଜଏନ୍ କଲି। 3ଟା ପୂର୍ବରୁ 3:30ଟାରେ ମତେ ଛୁଟି ଦିଅନ୍ତି। ମୁଁ 4ଟା ସୁଦ୍ଧା ମୁଁ 4 ନମ୍ବର ଚର୍ଚ୍ଚକୁ ମୁଁ ପହଞ୍ଚେ। ଆଉ ପ୍ରଭୁଙ୍କର ଉପାସନା କରିବା ପାଇଁ ମୁଁ ସୁଯୋଗ ପାଉଛି, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ଆଉ ଗତ ମାସ କଣ କରିବି, ମୁଁ ଶନିବାର ଦିନ ପ୍ରଭୁ ଯେ ଥିଲା ରବିବାର ଦିନ ମୁଁ ବହୁତ ବ୍ୟସ୍ତ ଥିଲି। ପ୍ରଭୁ ମତେ ରବିବାର ଦିନ ଯାହା ହେଲେ ମଧ୍ୟ ମତେ ଚର୍ଚ୍ଚରେ ପହଞ୍ଚିବାକୁ ପଡିବ, ପ୍ରଭୁ ଗ୍ରହଣ କରିବାକୁ ପଡିବ। ଆଉ ମୁଁ ସବୁବେଳେ ଚାହେଁ ମୁଁ ଚର୍ଚ୍ଚ ଷ୍ଟାର୍ଟିଂରେ ହିଁ ମୁଁ ବସିବା ପାଇଁ ଚାହେଁ। ଆଉ 4 ନମ୍ବର ଚର୍ଚ୍ଚରେ ବହୁତ ଗହଳି, ବାହାରେ ହିଁ ଲୋକମାନେ ଠିଆ ହୁଅନ୍ତି। ଆଉ ସେଇଥିପାଇଁ ମୁଁ ଭିତରେ ହିଁ ବସିବା ପାଇଁ ଚାହୁଁଛି, ମୋର ଗୋଟେ ସେଇଟା ଇଚ୍ଛା ଥିଲା। ଆଉ ସବୁବେଳେ ମୁଁ ସେଇଟା ହିଁ କରେ, ଜଲ୍ଦି ଯାଇକି ଚର୍ଚ୍ଚ ମାନେ ମଝିରେ ବସିବା ପାଇଁ ମୁଁ ଚେଷ୍ଟା କରେ। ଆଉ ଗତ ଶନିବାର ମୁଁ କଣ କଲି, ଯେତେବେଳେ ବାହାରିଲି ଡ୍ୟୁଟି ପଳେଇଲି, ପ୍ରାର୍ଥନା କରିକି ଗଲି ପ୍ରଭୁ ମତେ ଠିକ ଟାଇମରେ ବସ୍ ମିଳୁ, ଆଉ ଠିକ ଟାଇମରେ ମତେ ଟାଇମ ମିଳୁ, ମୁଁ ଯେମିତି ଚର୍ଚ୍ଚକୁ ଯାଇପାରିବି। ତ ମୁଁ ଯେତେବେଳେ ଗଲି ଶନିବାର ଦିନ, ମୁଁ ଯେତେବେଳେ ଯାଇକି 3ଟା ଅଧେରେ ଦେଖିଲି ମୋ ପାଖରେ ଗୋଟେ 50 ଟଙ୍କା ଥିଲା, ଖର୍ଚ୍ଚ ହେଇକି ମୋ ପାଖରେ ଗୋଟେ 25 ଟଙ୍କା ଥିଲା। ଅବଶ୍ୟ ଅନଲାଇନରେ ପଇସା ଥିଲା, ମୋର କ୍ୟାସ୍ ନଥିଲା। ଆଉ 25 ଟଙ୍କା ମୋ ପାଖରେ ଥିଲା। ମୁଁ ଯେତେବେଳେ 3ଟା ଅଧେ ହେଲା, ମୁଁ ମ୍ୟାଡାମକୁ କହିଲି ମ୍ୟାଡାମ ମୁଁ ଯିବି। ସେ ହଉ ଯା। ତାପରେ ମୁଁ ସେ ମଞ୍ଚେଶ୍ୱରରୁ ରସୁଲଗଡକୁ 10 ଟଙ୍କା ଦେଇକି ଆସିଲି। ଆଉ 10 ଟଙ୍କା ଆମ ଘର ପର୍ଯ୍ୟନ୍ତ ଆସିଲି। ମୋ ପାଖରେ ଗୋଟେ 5 ଟଙ୍କା ରହିଲା। ମୁଁ କଣ କରିବି, ପ୍ରାର୍ଥନା କରି ଆସିଲି, ପ୍ରଭୁ ମୁଁ ଯିବି, ଘରକୁ ଯିବି, ଝିଅକୁ କହିବି ଝିଅ ଓଲା ବୁକ୍ କରିଦେବ, ମୁଁ ବୁକ୍ କରି ପଳେଇବି। ଆମ ଘରରୁ ମାତ୍ର 2-2.5 କିଲୋମିଟର ହବ 4 ନମ୍ବର ଚର୍ଚ୍ଚ। ତାପରେ ମୁଁ ଯେତେବେଳେ ଆସିଲି, ବସ୍ ଷ୍ଟପରୁ ଓହ୍ଲେଇକି ଆମ ଘର 5 ମିନିଟ ରାସ୍ତା ମାନେ ସ୍ପିଡରେ ଧାଇଁ ଧାଇଁ ଆସିଲା ବେଳକୁ ଘର ଚାବି ପଡିଛି, ଝିଅ ମାନେ କେହି ବି ନାହାନ୍ତି। ମୋ ପାଖରେ ମୋବାଇଲ ବି ନଥିଲା, ମୋବାଇଲ ଥିଲା କିନ୍ତୁ ରିଚାର୍ଜ ନଥିଲା। ମୁଁ କଣ କରି ବହୁତ ବ୍ୟସ୍ତ ହେଲି, ପ୍ରଭୁ କାହାକୁ ଫୋନ କରିବି, ମୁଁ କେମିତି ମୁଁ ଚର୍ଚ୍ଚ 4:30 ସୁଦ୍ଧା ମୁଁ ପହଞ୍ଚିବାକୁ ପଡିବ। 4:15 ହେଲାଣି, ବହୁତ ବ୍ୟସ୍ତ ଲାଗିଲା। ଆମ ଘର ଓନର ବି ନାହାନ୍ତି, ଆମ ଘର ପାଖରେ ଯିଏ ଭଡା ରହୁଛି ସେମାନେ ବି ନଥିଲେ। ତାପରେ ମୁଁ କଣ କରିବି, ବହୁତ ବ୍ୟସ୍ତ ଲାଗିଲା। ତାପରେ ମୁଁ କଣ କରିବି, ମୋ ଆକାଉଣ୍ଟରେ ମୋ ଭ୍ୟାଲେଟରେ ପାସବୁକ୍ ଥିଲା, ପାନ କାର୍ଡ ଥିଲା, ସେଟା ଗୋଟେ ଝରକା ସାଇଡରେ ଘରକୁ ଗଳେଇ ଦେଲି। ମୁଁ ପ୍ରାର୍ଥନା କଲି, ପ୍ରଭୁ ମୋ ଭ୍ୟାଲେଟକୁ ବାହାରେ ରଖିକି ମୁଁ ଚାଲି ଚାଲି ମୁଁ ଚର୍ଚ୍ଚକୁ ପଳେଇବି। ତାର ଟିକେ ମାନେ ମୁଣ୍ଡରେ ପାଣି ଦେଇକି ଆଉଁସିକି ମୁଁ ସ୍ପିଡରେ ଧାଇଁଗଲି। ବାହାରେ ଭ୍ୟାଲେଟ ରଖିଲି, ଆଉ ମୁଁ ଚାଲି ଚାଲି ଯିବି କହିକି ଧାଇଁଗଲି। ଯେତେବେଳେ ଧାଇଁଗଲି, ଏତେ ମତେ କାନ୍ଦ ଲାଗିଲା, ବହୁତ ଚିଲେଇକି କାନ୍ଦିଲି, ପ୍ରଭୁ ମୋ ଜୀବନ କଣ କିଛି ନାହିଁ, ମୁଁ ଆଜି ପରିବାରରେ ଶାନ୍ତି ନାହିଁ। ଆଜି ଜବ୍ କରୁଛି, ସେଇଟା ବି ଗୋଟେ ରବିବାର ଦିନ ମୁଁ ପ୍ରଭୁଙ୍କର ଉପାସନା କରିପାରୁନି। ଆଉ ମାନେ ଏତେ ଦୁଃଖ ଲାଗିଲା, ଏତେ କାନ୍ଦ ଲାଗିଲା, ମୁଁ ଚିଲେଇ ଚିଲେଇ କାନ୍ଦିଲି। ଆଉ ଗଲାବେଳେ ମୁଁ ଭାବିଲି ମତେ ତ ଗୋଟେ 5 ଟଙ୍କା ଅଛି, ମୁଁ 5 ଟଙ୍କାରେ ଯାଇ ବି ପାରିବିନି। ଯଦି 10 ଟଙ୍କା ହବ ମତେ ଅଟୋ ନେବ, 5 ଟଙ୍କାରେ ନେବନି। ମୁଁ କଣ କରିବି? ମୁଁ ଗୋଟେ ଡିସିସନ ନେଲି, ପ୍ରଭୁ ମୁଁ ଆଜି ଯିବି, ମତେ ନହେଲେ ଆକ୍ସିଡେଣ୍ଟରେ କି ଯାହା ବି ହେଉ ମତେ ନେଇଯାଅ, ମୁଁ ବଞ୍ଚିବା ପାଇଁ ଚାହୁଁନି। ଏଇଟା ଗୋଟେ ମନରେ ଥିଲା। ଆଉ ଗୋଟେ ବି ପ୍ରାର୍ଥନା କରୁଛି, ପ୍ରଭୁ ମୁଁ ଜାଣିନି, ମତେ 4ଟା ଅଧେ ସୁଦ୍ଧା ମତେ ଚର୍ଚ୍ଚକୁ ପହଞ୍ଚେଇବାର ଅଛି, ମତେ ପହଞ୍ଚେଇବି। ଏଇ 2ଟା ଡିସିସନ ନେଇକି ମୁଁ ସ୍ପିଡରେ ଖାଲି କାନ୍ଦି କାନ୍ଦି ଯାଉଛି। ଆଉ ଗଲାବେଳେ ରୋଡ ସାଇଡରେ ଦେଖିକି ଯାଉଛି, କାଳେ 5 ଟଙ୍କା ପଡିଥିବ କହିଲେ ମୋର 10 ଟଙ୍କା ହେଇଯିବ, ମୁଁ ସେଇଠୁ ଅଟୋରେ ପଳେଇବି। ଅନେଇକି ଯାଉଛି, ତୁମାନେ ଏତେ କାନ୍ଦି କାନ୍ଦି ଗଲାବେଳେ ମୋ ସାମ୍ନାରେ ଗୋଟେ ଏତେ ବଡ ଆମ୍ବ ପଡିଲା, ସେ ଆମ୍ବକୁ ବି ଅନେଇଲିନି, ସିଧା ପଳେଇଲି। ଆଉ ପଳେଇଲି, ରାସ୍ତା କ୍ରସ କଲି, ବହୁତ ଭିଡ ଥିଲା, ସ୍ପିଡରେ ଗଲି, ରାସ୍ତା କ୍ରସ କଲି। ବିଶ୍ୱାସ କରିବେନି ଆପଣ, ଯେତେବେଳେ ରାସ୍ତା କ୍ରସ କଲି, ଗାଡି ଥିଲା, ମୁଁ ଗାଡିକି ମୁଁ ଡରିଲିନି। ବଡ ମୁଁ ଆକ୍ସିଡେଣ୍ଟ ହେଲେ ବି ହଉ, କିନ୍ତୁ ମୁଁ ଯିବି କହିକି ମନରେ ଡିସିସନ ନେଇକି ଯାଉଛି। ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଆଉ ମୁଁ ଜଷ୍ଟ 10 ପାହୁଣ୍ଡ ଯାଇଛି, ଜଣେ ବୟସ୍କ ଲୋକ, ମାନେ ବୁଢା ଲୋକ ନାହିଁ କି ୟଙ୍ଗ ଲୋକ ନାହିଁ, ସମାନ ମଧ୍ୟମ ଲୋକ, ସିଧା ମାନେ ବାଇକ ନେଇ ମୋ ପାଖକୁ ଆସିଲେ। ନା ମୁଁ ମୋବାଇଲ ଧରିଛି, ନା ଭେଣ୍ଡା ଧରିଛି, କିଛି ନାହିଁ।
सीधा मो पास आसिले मते कहले झियो तमे चर्च जाऊ तो कहला डायरेक्ट मो पूरा आश्चर्य होइके ठिया हेली आ किछि कहलेनी आगे मो चर्च जाउची 4 नंबर चर्च जाउची मोर टाइम हेलानी आ मो से चली चली जाउची से कहला झियो मो भी चर्च जाउची आ मो 4 नंबर चर्च देखिनी तो सेति मो आगे को आसिली मते प्रभु कोन पई के जानी आगे को पठेले सेति मो आसिली मो कहला आस्ता मो किछि भाबिलेनी भाई मो आपण को चर्च देखेबी मते टिके नै जानतो आ से गौणी बस माने किछि न भाबी कि तांको बाइक रे बसिली से हेलमेट भी धरी ना ट्राफिक मझिरे अच्छी आ मु किछि पचानी ट्राफिक अच्छी कि न अच्छी किछि पता नहीं प्रभु एते महान परमेश्वर मु जेते जाउछु सब बेले खाली ग्रीन लाइट आ रेड लाइट जळुली ट्राफिक सीधा पळेलु हम चर्च को सीधा से मते चर्च सामना को नै गले तापरे मु सेटा उलेली खाली मु खाली धन्यवाद आ मते चर्च का एते की कहले आ 10 पाउंड आगो को जाइछि आ पछ गुटी गनेली से भाई को देखिया पाई तांगर चेहरा देखिया मैं मु आ देखिलिनी से भाई को केते खोजिली देखिलिनी तापरे मु सीधा चर्च को पळेली प्रभु को धन्यवाद देली प्रभु तमे मो पाई गोटे लोक को पठेइलो आ मु चर्च को आसी पारली मु शांति रे उपासना कली गिरजा कली आ तले दान संग्रह होला मु देखिली मो पाखे गोटे 5 टंका अछि मते बहुत कष्ट होतिला मु कोन करबी 5 टंका देखिले एते माने कष्ट होला गोटे भिखारी मान को मते 5 टंका देउ को हिसाब रे मु दान पकेबी तबरे मु साइड रे देखुची जाने 500 टंका पकोची आ गोटे साइड रे देखुची गोटे 100 टंका धरि बेसी कांद लागेला मु 5 टंका पकेबी कि ना पकेबी ना खाली खाली कांदी खाली प्रार्थना करूची मो पक्ष जतले दान थाली आसला माछी बंद करती से 5 टंका को पकेली तापरे मु प्रार्थना कली प्रभु तमे तो समस्त विषय जानो छ आ बोले मु प्रार्थना कली पकेली चर्च सरला जतले चर्च सरला मु जल्दी जल्दी आसे कि गेट रे ठिया हेली से भाई को टिके देखबी कहती सब देखिले चर्च सरला से पर्यंत से मो भाई को देखिलिनी तारे मु सीधा घर तो राति 7टा हेला प्रभु जतिला आ सुंदर भाबरे उपासना रे बसी पारली आ 7टा मु घर को चली चली आसिली आ जस्ट आसी प्रभु को धन्यवाद दे आसिली आ मु जस्ट हम मालिक घर को जाइछि से मते कहले एलसेबा आ तो गोटे खुशी रे मु गोटे 500 टंका देउछि तू नै जा मते 500 टंका दे मु 5 टंका गोटे पकेबी प्रभु मते आश्चर्य 500 टंका देले मु प्रभु को बहुत बहुत धन्यवाद दे सतरी प्रभु महान परमेश्वर आमन के पूजा कथा को जानती सेते प्रभु गौरव प्रशंसा पातु विशेष कर मो प्रार्थना कर मुझे रविवार छुट्टी पाई पारि उपासना रही पारि और आपण मान सहित सहयोग करें से मो विशेष कर प्रार्थना करती धन्यवाद आपनकर साक्ष्य सुनला बेले मो मन जमती आसला आपनकर आवेग मु देखिकी शुणिकी भावुली यहीपरी साक्ष्य समस्त जीवन में अच्छी ना ना अनेक थर आम जीवन में जिते प्रभु व्यस्त हो जाता चिंताग्रस्त होता केमिति केमिति आम प्रभु सहित मिलता है आते प्रभु तांकर दूत मान पठाती वाक्य हुए अनेक समय आम मैंने दूत मान प्रभु पठाती आम मान साहाय्य करने दिन आपण को प्रभु आश्चर्य भाव दूत पटे से आनिले चर्च मुझे आउ जन भौणीकर साक्ष्य शुणुली मुझे एमसीए कहूँ आप साक्ष्य जड़े भौणी बाहर ये नुआ ढेंकानाल आष्टानी जिन नुआ बाहर जटनी सब नुआ ट्रेन थाए ट्रेन जाए जावास करे जो हठात कर इलेक्ट्रिक ट्रेन गुड़ा सांगे सांगे नहीं जाए से स्वामी स्त्री जाइछंती ट्रेन ने चढ़ी जाइछंती स्वामी ओल्लै पड़छंती आ से स्त्री जो ट्रेन टा छाड़ी दी से चिंता करि पर ना केमिति ट्रेन टा सांगे सांगे स्पीड नहीं जाए किंतु किछि बाट माने अल्प बाट परे से देखुछन जे से तळे खियाइछंती स्टेशन ऊपर जो प्रभु को माने अति अंतर सहित डाक पकौ से प्रभु आश्चर्य रूपे कार्य करती अनेक जीवन में आउ से दिन आपण जीवन में कार्य कले आ प्रभु को जिते बड़े आम मैंने निज अंतर से टंकाटे हो 2 टंका हो 5 टंका हो जहाँ भी दी था प्रभु केबे कहार साहाय्य कौन दान देता से केबे ऋणी हुंती बहुत आकार सुझती आपन को प्रभु आश्चर्य भाव में अनुग्रह कले यही साक्ष्य आज आम समस्त को उद्योगी करपरी भी यही साक्ष्य आम को कहे सब मैंने प्रभु जिते
ଲାଗି ରହିବାକୁ ଯେତେ ପାଖକୁ ଯିବାକୁ ଚେଷ୍ଟା କରିବା ପ୍ରଭୁ ଆମମାନଙ୍କୁ ସେତେ ଆକର୍ଷଣ କରିବେ ଆଉ ଆଶ୍ଚର୍ଯ୍ୟ ଜୀବନ ଭାବରେ ଆମମାନଙ୍କୁ କଢେଇ ନେବେ। ପ୍ରଭୁ ଆପଣଙ୍କୁ କଢେଇ ନେଇଛନ୍ତି। ବହୁତ ବହୁତ ଧନ୍ୟବାଦ ସୁନ୍ଦର ସାକ୍ଷ୍ୟ ପାଇଁ। ତାହା ଆମମାନଙ୍କୁ ଅନୁପ୍ରାଣିତ କରିଛି। ଆପଣ ଜୀବନରେ ଆହୁରି ଆହୁରି ପ୍ରଭୁଙ୍କ ସହିତ ଲାଗି ରୁହନ୍ତୁ। ପୁଣି ଆପଣ ପରିବାରକୁ ଆଜି ଯେପରି ବାକ୍ୟ ଆମମାନେ ଜିକର ବାକ୍ୟଠୁ ଶୁଣୁଥିଲୁ ପିଢି ପରେ ପିଢି ପ୍ରଭୁ ଆଶୀର୍ବାଦ କରନ୍ତି। ଆପଣଙ୍କ ପିଢି ଆପଣ ପିଲାମାନଙ୍କୁ ପ୍ରଭୁ ନିଶ୍ଚିତ ଭାବରେ ବହୁତ ବହୁତ ଆଶୀର୍ବାଦ କରିବେ। ପ୍ରେଜ୍ ଦ ଲର୍ଡ। ଆମେ ଆମମାନେ ଗତକାଲିର ଆସନ୍ତା କାଲିର ଶୁଣି ପାରିନି କିଏ ଦେବେ ବୋଲି। ଆଉ ଆମଙ୍କର ଭାଇ ଡିଡି ମଲ୍ଲିକ ଯେମିତି ଥର ଦିଅନ୍ତି ଆମମାନଙ୍କୁ ପ୍ରତି ମାସରେ ଥରେ ଆସନ୍ତି ଆଉ ଆମମାନଙ୍କୁ ବାକ୍ୟ ଦାନ କରନ୍ତି। କାଲି ଆମମାନଙ୍କର ଡିଡି ମଲ୍ଲିକ ଭାଇ ବାକ୍ୟ ଦେବେ ଆଉ ଅନ୍ୟ ଗୁଡ଼ିକ ଆମମାନେ ପଠେଇ ଭାଇ ମୋ ପାଖରେ ଅଛି ଆସିଗଲା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ।